ଆପଣ ଜଣେ ଗୋଟେ ରିଟାୟାର୍ଡ ହେଡ଼ମାଷ୍ଟର, ଆପଣ ଜାଣିଛନ୍ତି ଏବେ 10th ଏକ୍ଜାମ୍ ଚାଲିଛି, ତ ଆପଣ ତା ବିଷୟରେ ମୋଟିଭ୍ କ'ଣ? ହଁ, ମୋର ପିଲାମାନେ ମାଟ୍ରିକ ପରୀକ୍ଷା ଦେବେ, ଆଉ CBSE ପିଲାମାନେ ମଧ୍ୟ ସେମାନେ ତାଙ୍କର 10th ବୋର୍ଡ଼ ପରୀକ୍ଷା ଦେବେ, ICS ପିଲା ମଧ୍ୟ ବୋର୍ଡ଼ ପରୀକ୍ଷା ଦେବେ, 12 ପିଲା ବୋର୍ଡ଼ ପରୀକ୍ଷା ଦେବେ, +2 ବୋର୍ଡ଼ ପରୀକ୍ଷା ଦେବେ। ଆଜି ହେଉଛି ସରସ୍ୱତୀ ପୂଜା, ଆଉ ଆଜି ଆମେ ବାପା ମା' ମାନେ ସମସ୍ତେ ପିଲାମାନଙ୍କ ସହିତ ନିଜେ ଆଜି ଆମେ ସରସ୍ୱତୀ ପୂଜା କଲୁ। ଆମ ପିଲାମାନେ ସ୍କୁଲରେ ସରସ୍ୱତୀ ପୂଜା କରିକି ଆସିଲେ, ଆମେ ଆମ ପିଲାମାନଙ୍କ ପାଇଁ ଆମେ ସରସ୍ୱତୀ ମା'ଙ୍କର ଆଶୀର୍ବାଦ ମାଗିଲୁ। ଆମ ପିଲାମାନେ ପରୀକ୍ଷାରେ ଭଲ କରନ୍ତୁ। ଯାହା ହଉ ସେମାନେ ବଢ଼ିଆ ପ୍ରସ୍ତୁତ କରିଛନ୍ତି, ଭଲ ପଢ଼ିଛନ୍ତି, ସେମାନେ ଥଣ୍ଡା କାକରକୁ ଡରେ ନାହାନ୍ତି, ଆଉ ସେମାନେ ମୋତେ ଖାତିର କରିନାହାନ୍ତି ଏବଂ ସେମାନେ ତାଙ୍କ ପାଠକୁ ଖାତିର କରି ମନ ଦେଇକି ସେମାନେ ପାଠ ପଢ଼ିଛନ୍ତି। ମୋର ଆଶା ବିଶ୍ୱାସ ସେମାନେ ପରୀକ୍ଷା ଦ୍ୱାରା ଭଲ କରିବେ। ଆଉ ମୋ ନିଜ କୁଟୁମ୍ବର 5ଟା ପିଲା ପରୀକ୍ଷା ଦେଉଛନ୍ତି। ମୁଁ ସେମାନଙ୍କର ବାପା ମାଆଙ୍କୁ କହିଦେଇଛି ଯେ କି ସେମାନଙ୍କ ପାଇଁ ଟିକେ ଏଇ 15 ଦିନ ଆମକୁ ସମୟ ଦେବାକୁ ପଡ଼ିବ। ଆଉ 15 ଦିନ ପାଖାପାଖି ରହିଲା ପରୀକ୍ଷା, ଏଇ 15 ଦିନ ଯଦି ଆମେ ପିଲାମାନଙ୍କୁ ଟିକେ ସହଯୋଗ କରିବା, ପିଲାମାନେ ଭଲ କରିବେ। ତେବେ ମୁଁ ଆମର ପିଲାମାନଙ୍କୁ କହିଲି ଯେ କି ସେମାନେ ପରୀକ୍ଷାରେ କେମିତି ଭଲ କରିବେ, ସେଥିପାଇଁ ତାଙ୍କ ଗୋଟେ ରୁଟିନ୍ କଲି। ସେ ରୁଟିନ୍ଟା ମୁଁ ତାଙ୍କୁ ବାଡ଼ି ଦେଇଛି। କ'ଣ ରୁଟିନ୍ ନା ପିଲାମାନେ ଆମର ସକାଳୁ 4ଟାରୁ ଉଠିବେ, ସକାଳୁ 4ଟାରୁ 6 2 ଘଣ୍ଟା ପଢ଼ିବେ। ଆମର କାଲି ସୋମବାର ମଙ୍ଗଳବାର ଦେଇଦେଲି ସଂସ୍କୃତ, ଆଉ ବୁଧବାର ଗୁରୁବାର ଦେଇଦେଲି ବିଜ୍ଞାନ, ତାପରେ ଶୁକ୍ରବାର ଶନିବାର ଦେଇଦେଲି ହେଉଛି ଆମର ଏମିତି ଆମର ଦିଦି ସୋମବାର ମଙ୍ଗଳବାର ଦେଇଦିନି, ଆଉ ତାପରେ ବୁଧବାର ଗୁରୁବାର ଦେଇଦିନି, ଶୁକ୍ରବାର ଶନିବାର ଏମିତିଆ ସେମାନେ ପଢ଼ିଯିବେ ଯେ କି ସକାଳ 4ରୁ 6 2 ଘଣ୍ଟା। ତାପରେ କ'ଣ କହିବେ ନା 6ଟା 30ରୁ 8ଟା 30 ଆମର ମୁଁ ପିଲାଙ୍କୁ କହିଛି ମ୍ୟାଥ୍ କରିବେ, ମ୍ୟାଥ୍ ଭଲ ଭାବରେ କଷିବେ। ତାପରେ କ'ଣ କରୁଛନ୍ତି ନା ଟିକେ ରେଷ୍ଟ ନେଇଯିବେ। 9ଟାରୁ 11ଟା ସେମାନେ ଇଂଲିଶ ପଢ଼ିବେ। 11ଟା 30ରୁ ସେମାନେ ଆମର ଅନ୍ତତଃ 1ଟା 30 ପର୍ଯ୍ୟନ୍ତ ସାହିତ୍ୟ ପଢ଼ି ପକାଇବେ। ତାପରେ 2ଟାରୁ 4ଟା ପର୍ଯ୍ୟନ୍ତ ବିଜ୍ଞାନଟା ପଢ଼ିବେ, ହେଲା। ଏମିତି ମୁଁ ତାଙ୍କୁ ସେମାନେ କହିଲି। ତାପରେ କ'ଣ ଟିକେ ରେଷ୍ଟ ନେବେ କରିବେ। ତାପରେ ସେ କ'ଣ କରିବେ ନା 4ଟା 30ରୁ ହେଲା 4ଟା 30ରୁ ସେମାନେ 6ଟା ପର୍ଯ୍ୟନ୍ତ ସଂସ୍କୃତଟି ପଢ଼ିବେ। ତାପରେ 6ଟାରୁ 6ଟା 30 ଟିକେ ମା' ସାଙ୍ଗେ ବସିକି ପୂଜା କରିବେ, ସନ୍ଧ୍ୟାବେଳେ ପୂଜା କରିବେ, ଠାକୁର ପୂଜା କରିବେ। ତାପରେ 6ଟା 30 ପୁରା ପାଠ ପଢ଼ା ଆରମ୍ଭ କରିଦେବେ। 8ଟା ପର୍ଯ୍ୟନ୍ତ ମ୍ୟାଥ୍ କଷିବେ। 8ଟା 15ରୁ ସେମାନେ 10ଟା ପର୍ଯ୍ୟନ୍ତ ଇଂଲିଶଟା ଟିକେ ଆଉ ଦେଖିବେ। ଆଉ 10ଟା 30ରୁ 11ଟା ପର୍ଯ୍ୟନ୍ତ ସେମାନେ ସାମାଜିକ ବିଜ୍ଞାନ ଅଧ୍ୟୟନ ଦେଖିବେ। ଏମିତିଆ ପାଠ ପଢ଼ି ସେମାନେ 11ଟା ପର୍ଯ୍ୟନ୍ତ 12ଟା ବେଳକୁ ଶୋଇପଡ଼ିବେ। ଆଉ ମୁଁ ପିଲାମାନଙ୍କୁ ଏତିକି କହିବି ଯେ ପିଲାମାନେ ତୁମମାନେ ଯେଉଁ ପରୀକ୍ଷା ଦେବା ପାଇଁ ଯାଉଛ, ତୁମମାନେ ପ୍ରଶ୍ନପତ୍ର ଭଲ ଭାବରେ ପଢ଼ିବ, ପ୍ରଶ୍ନପତ୍ର ପଢ଼ିକି ଉତ୍ତର ଦେବ। ଆଉ ତୁମେ ଚେଷ୍ଟା କରିବ ଏ ଯେଉଁ 50 ମାର୍କ ବାଲା ଅଛି, ସେ ଯେଉଁ 1 ମାର୍କ ବାଲା ତାକୁ ଚେଷ୍ଟା କରିବା 50 ମାର୍କ ବାଲା। ଆଉ ପଛରେ ତୁମର ଯାହା ସବଜେକ୍ଟ ପଢ଼ି ତାକୁ କରିବ। ନିଶ୍ଚୟ 100 ମାର୍କ ପୁରା ଆନ୍ସର୍ ଦେବ। ଖୁସିରେ ଯିବ, ଖୁସିରେ ଯାଇକି ପରୀକ୍ଷା ଦେବ, ଭଲ ଭାବରେ ପରୀକ୍ଷା ଦେବ ପିଲାମାନେ। ଆଉ ପିଲାମାନେ ବହୁତ ବଢ଼ିଆ କରିବେ ବୋଲି ମୁଁ ମୋର ପିଲାମାନଙ୍କୁ କହିଦେଇଛି ଏବଂ ସାରା ଓଡ଼ିଶାର ପିଲାମାନେ ମଧ୍ୟ ସେଇଆ କହିଦେଉଛି ଯେ ମୋର ପିଲାମାନେ ଏଥର ନିଶ୍ଚୟ ଭଲ କରିବେ ପରୀକ୍ଷା। ସେମାନେ ଭଲ ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର ଏବଂ ମୋର ମାଟ୍ରିକ ପରୀକ୍ଷା ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ମୋର ଶୁଭକାମନା।